ସମ୍ବଲପୁର ଜିଲ୍ଲାର ଏକ ଛୋଟ ଗ୍ରାମରେ ରହୁଥିବା ଅନୁରାଗ ଓ ଅନୁପ୍ରିୟା ଦୁଇ ଜଣ ଶିଶୁ କାଳରୁ ମିତ୍ର ଥିଲେ। ସେମାନେ ଏକାଠି ଶିକ୍ଷା ଗ୍ରହଣ କରୁଥିଲେ ଓ ଦୁଇ ଜଣ ମଧ୍ୟରେ ଗଭୀର ସମ୍ପର୍କ ଗଠିତ ହୋଇଥିଲା। ସମୟ ବିତିବା ସହିତ ସେମାନଙ୍କର ମିତ୍ରତା ପ୍ରେମରେ ପରିଣତ ହେଲା। ଅନୁରାଗ ଏକ ଅତ୍ୟନ୍ତ ମେହନତି ଓ ସ୍ନେହଶୀଳ ଯୁବକ ଥିଲେ, ଯିଏ ତାଙ୍କର ପରିବାର ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ। ଅନୁପ୍ରିୟା ଏକ ଉଦ୍ୟମୀ ଓ ସ୍ୱାଧୀନ ମନୋଭାବ ଥିବା ଝିଅ ଥିଲେ, ଯିଏ ସ୍ୱପ୍ନ ଦେଖିବା ଓ ସେଗୁଡ଼ିକୁ ସାକାର କରିବାକୁ ଚାହୁଁଥିଲେ। ଏହି ଦୁଇ ଜଣ ଏକାଠି ଶିକ୍ଷା ଶେଷ କରି ଭୁବନେଶ୍ୱରରେ ଚାକିରି ଖୋଜିବାକୁ ଯାଇଥିଲେ। ସେଠାରେ ସେମାନେ ଅନେକ ସମସ୍ୟା ସମ୍ମୁଖୀନ ହେଲେ, କିନ୍ତୁ ଏକାଠି ଥିବା ଓ ପ୍ରେମର ଶକ୍ତି ସହିତ ସେମାନେ ସବୁ ବାଧା ଅଟଳ ରହିଥିଲେ। ଅନୁପ୍ରିୟା ଏକ ବଡ଼ କମ୍ପାନୀରେ ଚାକିରି ପାଇଲେ ଓ ଅନୁରାଗ ମଧ୍ୟ ଏକ ଛୋଟ କମ୍ପାନୀରେ ଚାକିରି ଆରମ୍ଭ କଲେ। ସେମାନେ ଏକାଠି ଥିବା ସମୟରେ ଅନେକ ସୁଖ ଓ ଦୁଃଖ ଅନୁଭବ କଲେ, ଯାହା ସେମାନଙ୍କର ସମ୍ପର୍କକୁ ଅଧିକ ମଜବୁତ କଲା। କିଛି ବର୍ଷ ପରେ ସେମାନେ ତାଙ୍କର ପରିବାରର ସମ୍ମତି ସହିତ ବିବାହ କଲେ ଓ ଏକ ସୁଖମୟ ଜୀବନ ଅନୁଭବ କରିବାକୁ ଲାଗିଲେ। ସେମାନଙ୍କର ପ୍ରେମ କାହାଣୀ ଏକ ଦୃଢ଼ ବିଶ୍ୱାସ ଓ ସମ୍ପର୍କର ଉଦାହରଣ ହେଲା।